ମାଓମୁକ୍ତ ହବାର ଘୋଷଣା ଅମିତ ଶାହା କହିଛନ୍ତି। ଅମିତ ଶାହା ତ କହିଲେ ଯେ ମାଓମୁକ୍ତ ହେଇସାରିଛି ଭାରତ। 26ରେ ମାଓମୁକ୍ତ କ'ଣ ହେବ? ପ୍ରଥମ କଥା ହେଲା ତ ଗତ ସରକାର ସମୟରୁ ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ସିଗ୍ନିଫିକାଣ୍ଟଲି କମିଛି। ତେଣୁ ମୁକ୍ତ ହେବ ମାନେ କ'ଣ ମୁକ୍ତ ହେବ? ମାନେ ଦେଖନ୍ତୁ, 70 ଦଶକରୁ ଭାରତରେ ନକ୍ସଲବାଡ଼ି ଆନ୍ଦୋଳନ ଆରମ୍ଭ ହେଲା ପରଠୁ ଆଜି ପର୍ଯ୍ୟନ୍ତ 30-35 ବର୍ଷ ହେଲାଣି, 30-40 ବର୍ଷରୁ ଅଧିକ ହେଲାଣି ନକ୍ସଲବାଡ଼ି କାର୍ଯ୍ୟକଳାପ ଚାଲିଛି। ଏବଂ ଯେତେବେଳେ ପର୍ଯ୍ୟନ୍ତ ଆପଣ ଗୋଟେ ସମତା ଭିତ୍ତିକ ସମାଜ ଗଢ଼ି ନାହାନ୍ତି, ଯେତେବେଳେ ପର୍ଯ୍ୟନ୍ତ ଆଦିବାସୀଙ୍କୁ ଆପଣ ବିକାଶର ଧାରାରେ ସମ୍ପୂର୍ଣ୍ଣ ଭାବରେ ସାମିଲ କରୁନାହାନ୍ତି, ଯେଉଁ ସ୍ଲୋଗାନ ଧର୍ମୀ ସାମିଲ ନୁହଁ, ଯେ ସେମାନଙ୍କ ପାଖରେ ଯଦି ବିକାଶ ପହଞ୍ଚି ନାହିଁ, ଲୋକଙ୍କ ପାଖରେ ଯଦି ଉନ୍ନତିର ଧାରା ପହଞ୍ଚି ନାହିଁ, ତାହେଲେ ଏଭଳିଆ ଅସନ୍ତୋଷ ରହିବ ଏବଂ ଏଭଳିଆ ଉଗ୍ରବାଦୀ ମୌଳବାଦୀ ଚିନ୍ତାଧାରା ଲୋକଙ୍କ ଭିତରକୁ ଯିବ। ତେଣୁ ଉଗ୍ରବାଦୀ ଚିନ୍ତାଧାରାକୁ କେବଳ ସ୍ଲୋଗାନ ଦେଇକରି ଆପଣ ବନ୍ଦ କରିପାରିବେ ନାହିଁ। ସେଥିପାଇଁ ଆପଣଙ୍କୁ କାମ କରିବାକୁ ପଡ଼ିବ, ଲୋକଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ଅନେକ ଗୁଡ଼ାଏ ଦୁର୍ଗମ ଅଞ୍ଚଳ, ଅନେକ ଗୁଡ଼ାଏ କଟକ ଅଞ୍ଚଳ ସରକାର ନିଜେ ତିଆରି କରିଛନ୍ତି। ଆପଣ ଭାବୁନାହାନ୍ତି ଯେ କାହିଁକି ମାଲକାନଗିରିରେ ଏତେ ପରିମାଣରେ ମାଓବାଦୀ କାର୍ଯ୍ୟକଳାପ ବଢ଼ିଲା? ଯେ ଆପଣ ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳକୁ କଟ୍ ଅଫ୍ କରିକି ରଖିଥିଲେ, ଦୀର୍ଘ ବର୍ଷ ଧରିକି କଟ୍ ଅଫ୍ କରିକି ରଖିଥିଲେ ଆପଣ, ଯାହାଫଳରେ ସେଠି ଉଗ୍ରବାଦୀ କାର୍ଯ୍ୟକଳାପ ବଢ଼ିଲା। ତେଣୁ ତାକୁ ବୁଝି ବିଚାରି ଚିନ୍ତା କରିକି କହିବ। ତେଣୁ 26 ପର୍ଯ୍ୟନ୍ତ ମାଓମୁକ୍ତ ହୋଇବ, ଏମିତି ଦେଖିଲେ ଓଡ଼ିଶାରେ ମାଓବାଦୀ ଗତିବିଧି ଯଥେଷ୍ଟ କମିଛି। ତେଣୁ 26 ପର୍ଯ୍ୟନ୍ତ ନୁହଁ, ମୁଁ ଆଜି ବି କହିବି ଯେ ଓଡ଼ିଶାରେ ସେମିତି କିଛି ମାଓବାଦୀ କାର୍ଯ୍ୟକଳାପ ବିଶେଷ ନାହିଁ।